नमस्कार। आज हेउछि 26 फेब्रुआरी 2026। टिके कल्पना करंतु तो गोटिए पटे आम भुवनेश्वर रे टिके पवन हेले एक विशाल होर्डिंग खसी पडुछि आउ निरीह जीवन जाउछि। आउ अन्यपटे जदि देखिबा मध्यप्राच्ୟରେ लुचुकाଳି ଖେଳୁଥିବା କିଛି ତୈଳ ଜାହାଜ ଉପରେ ଆମେରିକା କଡ଼ା କଟକଣା ଲଗାଉଛି। एकदम ठीक। पुणी सेपटे कृत्रिम बुद्धिमत्ता बा जाहाको आमे एआई कहूछु से के मास भितरे मଣିଷ ପାଇଁ ନୂଆ ନୂଆ ଔଷଧ ବାହାର କରିଦେଉଛି। ପ୍ରଥମ ନଜରରେ ଏ ସବୁ ଭିତରେ କିଛି ସମ୍ପର୍କ ନଥିବା ଭଳି ଲାଗିପାରେ। ହଁ, ମାନେ ସାଧାରଣତଃ ଲାଗିବ ଯେ ଏଗୁଡ଼ାକ ସବୁ ଅଲଗା ଅଲଗା ଘଟଣା। ସତ କଥା। କିନ୍ତୁ ଆଜିର ଏହି ସ୍ୱତନ୍ତ୍ର ଏବଂ ଗଭୀର ସାମଗ୍ରିକ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଏହି ଆଲୋଚନାରେ ଆମେ ବିଭିନ୍ନ ଖବରକାଗଜ, ବଜେଟ୍ ରିପୋର୍ଟ ଆଉ ଅନ୍ତର୍ଜାତୀୟ ବିଶ୍ଳେଷଣରୁ ସଂଗ୍ରହିତ ତଥ୍ୟକୁ ଏକାଠି କରି ଏହାର ଅସଲ ଚିତ୍ର ରଖିବୁ। ଆସନ୍ତୁ ବିନା କୌଣସି ଡେରିରେ ଏହି ସବୁ ଘଟଣାକୁ ଗୋଟି ଗୋଟି କରି ବୁଝିବା। ସର୍ବପ୍ରଥମେ ନଜର ପକାଇବା ଆମ ନିଜ ରାଜ୍ୟ ଓଡ଼ିଶା ଉପରେ। ଆମ ରାଜ୍ୟର ଘଟଣାବଳୀ ବର୍ତ୍ତମାନ ବେଶ୍ ଚିନ୍ତାଜନକ ଅଛି। ବହୁତ ଚିନ୍ତାଜନକ। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଆଇଗିନିଆ ଅଞ୍ଚଳରେ ଯାହା ଘଟିଲା ତାହା ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ମାନେ କାଳବୈଶାଖୀ ଆସିଲା, ମାତ୍ର 30ରୁ 35 କିଲୋମିଟର ବେଗରେ ପବନ ବହିଲା, ଆଉ ସେତିକିରେ ଗୋଟିଏ ବିଶାଳ ବେଆଇନ ହୋର୍ଡିଂ ସିଧା ତଳେ ପଡ଼ିଲା। ଆଉ ସବୁଠୁ ଦୁଃଖର କଥା ହେଉଛି ସେଥିରେ ଦୁଇଟି ନିରୀହ ଜୀବନ ଚାଲିଗଲା। ହଁ, 19 ବର୍ଷୀୟ କଲେଜ ଛାତ୍ର ସଚ୍ଚିଦାନନ୍ଦ ପ୍ରଧାନ ଏବଂ ସୁରେନ୍ଦ୍ର ଗୌଡ଼ଙ୍କର ପ୍ରାଣବାୟୁ ଉଡ଼ିଗଲା। ଲୋକଙ୍କର ଆକ୍ରୋଶ ଏତେ ଥିଲା ଯେ ଜାତୀୟ ରାଜପଥ 16କୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଦେଖନ୍ତୁ, ଏହି ଘଟଣା ଆମ ସହରାଞ୍ଚଳର ଭିତ୍ତିଭୂମି ଆଉ ପ୍ରଶାସନିକ ଦାୟିତ୍ୱହୀନତାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆଣୁଛି। ସବୁଠାରୁ ଦୁଃଖର କଥା ହେଉଛି ଆମେ ଅତୀତରୁ କିଛି ବି ଶିଖୁନାହୁଁ। ମନେ ପକାନ୍ତୁ 2024 ମସିହାରେ ମୁମ୍ବାଇରେ ଠିକ୍ ଏମିତି ଏକ ଧୂଳିଝଡ଼ରେ ହୋର୍ଡିଂ ଖସି 17 ଜଣଙ୍କ ଜୀବନ ଯାଇଥିଲା। ହଁ, ସେ ଘଟଣା ତ ପୁରା ଦେଶକୁ ଧୋଲାଇ ଦେଇଥିଲା। ଏକଦମ। ବିଏମ୍ସିର ପ୍ରାଥମିକ ତଦନ୍ତରୁ ଏବେ ଜଣାପଡ଼ିଛି ଯେ ଆଇଗିଣିଆର ଏହି ହୋର୍ଡିଂଟି ଏକ ଘରୋଇ ସଂସ୍ଥା ଦ୍ୱାରା ସମ୍ପୂର୍ଣ୍ଣ ବେଆଇନ ଭାବେ ଲଗାଯାଇଥିଲା। ତାର କୌଣସି ୱିଣ୍ଡ ଲୋଡ୍ ଅଡିଟ୍ ଅର୍ଥାତ୍ ପବନ ସହିବାର କ୍ଷମତା ଅଛି କି ନାହିଁ ତାର ଯାଞ୍ଚ ଆଦୌ କରାଯାଇନଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ 4 ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆଉ ବିଏମ୍ସି ଏକମାସୀୟ ଅଭିଯାନ ଆରମ୍ଭ କରିଛି ସବୁ ବେଆଇନ ହୋର୍ଡିଂ ହଟାଇବା ପାଇଁ। କିନ୍ତୁ କଥା ସେତିକିରେ ସରୁନାହିଁ ନା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବର୍ତ୍ତମାନ ଭୁବନେଶ୍ୱରର ତାପମାତ୍ରା 32 ଡିଗ୍ରୀ ଥିବାବେଳେ ମାର୍ଚ୍ଚ ସୁଦ୍ଧା ଏହା 41 ଡିଗ୍ରୀ ଛୁଇଁବାର ଆଶଙ୍କା ରହିଛି। ମାନେ ପ୍ରାୟ 105 ଫାରେନହାଇଟ୍। ଅର୍ଥାତ୍ ଆଗକୁ ଆହୁରି ଭୟଙ୍କର କାଳବୈଶାଖୀ ଆସିବାର ଅଛି। ରୁହନ୍ତୁ। ଏଠି ମୋର ଗୋଟେ ବଡ଼ ପ୍ରଶ୍ନ ଅଛି। ମାନେ କ୍ଷତିପୂରଣ ଦେଇଦେଲେ କିମ୍ବା ଗୋଟିଏ ମାସ ହୋର୍ଡିଂ ହଟେଇଦେଲେ କ'ଣ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ? ଆମ ସହରଗୁଡ଼ିକ ଯେମିତି ବିନା କୌଣସି ପ୍ଲାନିଂରେ ଛତୁ ଫୁଡ଼ିଲା ଭଳି ବଢ଼ୁଛି, ତାର କିଛି ବିକଳ୍ପ ଅଛି କି? ଏଠି ଆପଣ ଏକଦମ ଠିକ୍ ଜାଗାରେ ହାତ ରଖିଛନ୍ତି ଏବଂ ଏହାର ଉତ୍ତର ଆମେ ଓଡ଼ିଶାର ନୂଆ 2026-27 ବଜେଟ୍ରେ ଖୋଜିପାରିବା। ରାଜ୍ୟ ସରକାର ଏଥର 3.10 ଲକ୍ଷ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଏକ ବିଶେଷ ଦିଗ ହେଉଛି କ୍ୟାପିଟାଲ ଆଉଟଲେ ବା ପୁଞ୍ଜି ବ୍ୟୟ ପାଇଁ 72,100 କୋଟି ଟଙ୍କାର ବରାଦ। ଟିକେ ଅଟକିବେ ଏଠି। ସାଧାରଣରେ ବୁଝିବା ପାଇଁ ଏହି ପୁଞ୍ଜି ବ୍ୟୟ କଥାଟିକୁ କେମିତି ସହଜରେ ବୁଝିହବ? କାରଣ ବଜେଟ୍ କହିଲେ ସମସ୍ତେ ଭାବନ୍ତି ଖାଲି ଆୟ ଆଉ ବ୍ୟୟର ଗୋଟେ ହିସାବ। ନିଶ୍ଚୟ ବୁଝାଇବି। ଦେଖନ୍ତୁ, ଧରନ୍ତୁ ମୁଁ ଆପଣଙ୍କୁ କିଛି ଟଙ୍କା ଦେଲି ଆଉ ଆପଣ ତାକୁ ନେଇ ହୋଟେଲରେ ଖାଇଦେଲେ କିମ୍ବା ଫିଲ୍ମ ଦେଖିଦେଲେ। ସେ ଟଙ୍କା ସରିଗଲା, ତାହା ହେଲା ରେଭିନ୍ୟୁ ବ୍ୟୟର। କିନ୍ତୁ ଯଦି ଆପଣ ସେହି ଟଙ୍କାରେ ଗୋଟିଏ ଟ୍ରାକ୍ଟର କିମ୍ବା କୌଣସି ମେସିନ୍ କିଣିଲେ ଯାହା ଆପଣଙ୍କୁ ଆଗାମୀ 10 ବର୍ଷ ପର୍ଯ୍ୟନ୍ତ ରୋଜଗାର ଦେବ, ତାହା ହେଲା ପୁଞ୍ଜି ବ୍ୟୟ। ସରକାର ଏହି 72,100 କୋଟି ଟଙ୍କା ଦରମା ବା ପେନ୍ସନ୍ରେ ନୁହେଁ, ବରଂ ନୂଆ ରାସ୍ତା, ଡାକ୍ତରଖାନା, ବ୍ରିଜ ଭଳି ସ୍ଥାୟୀ ଭିତ୍ତିଭୂମି ଗଢ଼ିବାରେ ଖର୍ଚ୍ଚ କରିବେ। ଆଚ୍ଛା, ମାନେ ଏହା ଦୀର୍ଘକାଳୀନ ବିକାଶ ପାଇଁ। ଏକଦମ। ଆଉ ଏହି ବାଜେଟରେ ସବୁଠାରୁ ଆକର୍ଷଣୀୟ ପଦକ୍ଷେପ ହେଉଛି ଗ୍ରାମାଞ୍ଚଳରୁ ସହରାଞ୍ଚଳ ରୂପାନ୍ତରଣ ବା ରୁରାଲ ଅର୍ବାନ୍ ଟ୍ରାନ୍ଜିସନ୍ ପାଇଁ 200 କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା। ଯେଉଁ ବଡ଼ ବଡ଼ ପଞ୍ଚାୟତଗୁଡ଼ିକ ଆଗକୁ ଯାଇ ସହର ହେବେ, ସେଠାରେ ଆଗୁଆ ଡ୍ରେନେଜ, ସାହି ରାସ୍ତା ଆଉ ସୁରକ୍ଷା ନିୟମ ତିଆରି କରାଯିବ। ଅର୍ଥାତ୍ କିଛି ଘଟିବା ପରେ ପ୍ରତିକ୍ରିୟା ଦେବା ବଦଳରେ ଆଗୁଆ ପ୍ରସ୍ତୁତି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ବାଃ, ଏହା ତ ଖୁବ୍ ଭଲ ଯୋଜନା। କିନ୍ତୁ କଥା ହେଉଛି, ଯୋଜନା ଯେତେ ଭଲ ଥିଲେ ବି ଆମ ସିଷ୍ଟମରେ ଥିବା ଉଇପକଗୁଡ଼ାକ ସବୁ ଖାଇଯାନ୍ତି। ମୋର ଇଙ୍ଗିତ ସିଧା ଦୁର୍ନୀତି ଆଡ଼କୁ। କାଲିର ସେହି ଖବରଟା ଶୁଣି ମୋର ଆଖି ଖୁସି ହୋଇଗଲା। ହଁ,
କଟକର ଖଣି ବିଭାଗ ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତିଙ୍କ କଥା କହୁଛନ୍ତି ତ? ହଁ, ସେଇ କଥା ହିଁ ଭାବନ୍ତୁ। ଭିଜିଲାନ୍ସ ତାଙ୍କୁ ଧରିଲା ବେଳେ ସେ ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ମାତ୍ର 30,000 ଟଙ୍କା ଲାଞ୍ଚ ନେଉଥିଲେ। ସମସ୍ତେ ଭାବିଲେ ହେଇଥିବ କିଛି ଛୋଟମୋଟ କେସ୍। କିନ୍ତୁ ଯେତେବେଳେ ତାଙ୍କ ଭୁବନେଶ୍ୱର ପଟିଆସ୍ଥିତ ଶ୍ରୀ ବିହାର ଆପାର୍ଟମେଣ୍ଟରେ ଚଢ଼ାଉ ହେଲା, ବାପ୍ରେ, ଟ୍ରଲି ବ୍ୟାଗ୍ ଆଉ ଆଲମିରା ଭିତରୁ କେତେ ବାହାରିଲା ଜାଣିଛନ୍ତି? ପୁରା 4 କୋଟିରୁ ଅଧିକ ନଗଦ ଟଙ୍କା। ଟିକେ କଳ୍ପନା କରନ୍ତୁ, ଏତେଗୁଡ଼ାଏ କ୍ୟାଶ୍ ଗୋଟିଏ ଫ୍ଲାଟ୍ରେ କେମିତି ଲୁଚାଇ ରଖାଯାଇଥିବ? ପ୍ରକୃତରେ ଏହା ଓଡ଼ିଶା ଇତିହାସରେ ସର୍ବାଧିକ ନଗଦ ଟଙ୍କା ଜବତ ହେବାର ରେକର୍ଡ। କେବଳ 4 କୋଟି କ୍ୟାଶ୍ ନୁହେଁ, ପାହାଳରେ ଏକ ବିଶାଳ 2 ମହଲା କୋଠା ଏବଂ ପ୍ରାୟ 130 ଗ୍ରାମ ସୁନା ମଧ୍ୟ ବାହାରିଲା। ଏହା ଦର୍ଶାଉଛି ଯେ ଖଣି ବିଭାଗ ଭଳି ଏକ ସମ୍ବଳ ଭିତ୍ତିକ ଜାଗାରେ କେତେ ବଡ଼ ଧରଣର ଦୁର୍ନୀତି ଚାଲି ଆସୁଥିଲା। ଏହି 4 କୋଟି ଟଙ୍କା ଯଦି ବଜାରକୁ ଆସିଥାନ୍ତା, ତାହେଲେ ତାହା ସ୍ଥାନୀୟ ଅର୍ଥନୀତି, ଜମିବାଡ଼ି ଦର ଏବଂ କଳାବଜାରୀ ଉପରେ କେତେ ଖରାପ ପ୍ରଭାବ ପକାଇଥାନ୍ତା, ତାହା ଆମେ ସହଜେ ଅନୁମାନ କରିପାରିବା। ତାହା ତ ସତ। କିନ୍ତୁ ଏଠି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ମାନିବାକୁ ପଡ଼ିବ। ହଁ, ସରକାରଙ୍କ ଜିରୋ ଟଲରେନ୍ସ ନୀତି ଯୋଗୁଁ ହିଁ ଭିଜିଲାନ୍ସ ବିଭାଗ ଏତେ ବଡ଼ ସଫଳତା ପାଇପାରିଛି। ଠିକ୍ କଥା। ଆଉ ଗୋଟେ ବଡ଼ ସଫଳତା ମଧ୍ୟ ଆମ ସୁରକ୍ଷା ବାହିନୀକୁ ମିଳିଛି। ଯଦି ଆମେ ଆଭ୍ୟନ୍ତରୀଣ ସୁରକ୍ଷା କଥା କହିବା, କନ୍ଧମାଳ ଏବଂ ଗଞ୍ଜାମ ସୀମାବର୍ତ୍ତୀ ଜଙ୍ଗଲରେ ଓଡ଼ିଶା ପୋଲିସର ଏସ୍ଓଜି, ସିଆର୍ପିଏଫ୍ ଏବଂ ବିଏସ୍ଏଫ୍ ଯବାନଙ୍କ ମିଳିତ ଅପରେସନରେ ଏକ ବଡ଼ ଧରଣର ଗୁଳି ବିନିମୟ ହୋଇଛି। ଏଥିରେ 6 ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା, ନିହତମାନଙ୍କ ଭିତରେ ସିପିଆଇ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଓଡ଼ିଶା ମୁଖ୍ୟ ଗଣେଶ ଉଇକେ ମଧ୍ୟ ଅଛି, ଯାହାର ମୁଣ୍ଡ ଉପରେ ଦୀର୍ଘ 101 କୋଟି ଟଙ୍କାର ପୁରସ୍କାର ଥିଲା। ବାପ୍ରେ, 1 କୋଟି 10 ଲକ୍ଷ! ହଁ, ଏହି ଏନକାଉଣ୍ଟର କେବଳ ଏକ ସାଧାରଣ ଅପରେସନ ନୁହେଁ। ଏହା ପଛର କାହାଣୀ ଟିକେ ଅଲଗା ଏବଂ ବହୁତ ରୋଚକ। ଆମ ସୋର୍ସରୁ ମିଳିଥିବା ତଥ୍ୟ ଅନୁଯାୟୀ ମାଓବାଦୀ ସଂଗଠନ ଭିତରେ ବର୍ତ୍ତମାନ ତୀବ୍ର ଗୋଷ୍ଠୀ କନ୍ଦଳ ଆଉ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି। ମାନେ ସେମାନେ ନିଜ ନିଜ ଭିତରେ ଲଢ଼େଇ କରୁଛନ୍ତି? ଏକଦମ। ଉଦାହରଣ ସ୍ୱରୂପ, ଅନ୍ୱେଷ ନାମକ ଜଣେ ମାଓ ନେତା ପୋଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ନିଜ ନେତା ଶୁକ୍ରୁ ଏକଥା ଜାଣିପାରି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା। କାହିଁକି ଜାଣିଛନ୍ତି? କାରଣ ତାଙ୍କର ଭୟ ଥିଲା ଯେ ଅନ୍ୱେଷକୁ ଦେଖି ବାକି କ୍ୟାଡରମାନେ ମଧ୍ୟ ସଂଗଠନ ଛାଡ଼ି ପଳାଇବେ। ମାନେ ସେମାନେ ନିଜ ଲୋକଙ୍କୁ ବି ମାରିବାକୁ ପଛାଉନାହାନ୍ତି। ୟାକୁ ହିଁ ବୋଧେ କୁହନ୍ତି ପାପର ଘୋଡ଼ା ପୁରିବା। ପ୍ରକୃତରେ ସରକାରଙ୍କର ଆତ୍ମସମର୍ପଣ ନୀତି ଏବେ ବହୁତ ଶକ୍ତିଶାଳୀ ହୋଇଛି। ଯେଉଁମାନେ ଅସ୍ତ୍ର ଛାଡ଼ି ଆସୁଛନ୍ତି, ସେମାନଙ୍କୁ ଆର୍ଥିକ ସହାୟତା, ଘର ଆଉ ଟ୍ରେନିଂ ଦିଆଯାଉଛି, ଯାହାଦ୍ୱାରା ସେମାନେ ସାଧାରଣ ଜୀବନ ବଞ୍ଚିପାରିବେ। ଏହି ନୀତି ମାଓବାଦୀଙ୍କ ମନୋବଳକୁ ପୂରାପୂରି ଭାଙ୍ଗି ଦେଇଛି। ଆଉ ଏହି ଗତିରେ ଗଲେ ସରକାରଙ୍କର ଯେଉଁ ଲକ୍ଷ୍ୟ ଅଛି, ମାର୍ଚ୍ଚ 2026 ସୁଦ୍ଧା ମାଓମୁକ୍ତ ଓଡ଼ିଶା ଗଠନ, ତାହା ବହୁତ ଶୀଘ୍ର ପୂରଣ ହେବା ବୋଲି ଆମେ ଆଶା କରିପାରିବା। ଏହା ତ ଆମ ରାଜ୍ୟ ପାଇଁ ଏକ ବହୁତ ବଡ଼ ଆଶ୍ୱାସନାର ଖବର। ଆଚ୍ଛା, ବର୍ତ୍ତମାନ ଆମେ ରାଜ୍ୟ ଓ ଦେଶର ସୀମା ଡେଇଁ ସିଧା ବିଶ୍ୱ ଭୂରାଜନୀତି ବା ଗ୍ଲୋବାଲ ଜିଓପଲିଟିକ୍ସ ଆଡ଼କୁ ଯିବା। କାରଣ ସେଠି ବି କିଛି କମ୍ ହଲଚାଲ ହେଉନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ପ୍ରଥମ ଥର ପାଇଁ କୌଣସି ବିଶ୍ୱ ନେତା ଭାବରେ ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ ସ୍ପିକର ଅଫ୍ ଦି କ୍ନେସେଟ୍ ମେଡାଲ ଦିଆଯାଇଛି। ଏହି ଗସ୍ତର ରଣନୀତିକ ଗୁରୁତ୍ୱ ବହୁତ ବ୍ୟାପକ ଅଟେ। ଏଠାରେ କେବଳ ସମ୍ମାନ ମିଳେନି, ବରଂ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ବା FTA ଉପରେ କଥାବାର୍ତ୍ତା ଆଗେଇଛି ଏବଂ ଜ୍ଞାନକୌଶଳର ଆଦାନ ପ୍ରଦାନକୁ ସବୁଜ ସଂକେତ ମିଳିଛି। କିନ୍ତୁ ଏହା ପଛର ଅସଲ ଖେଳଟି ଚାଲିଛି ଗୁଇନ୍ଦା ସ୍ତରରେ। ଗୋଇନ୍ଦା ସ୍ତରରେ ମାନେ ଆପଣ ଆଉ ମୋସାଦ କଥା କହୁଛନ୍ତି କି? ହଁ, ରିପୋର୍ଟ ଅନୁଯାୟୀ ଭାରତୀୟ ଗୋଇନ୍ଦା ସଂସ୍ଥା ଆଏ ଏବଂ ଇସ୍ରାଏଲର ମୋସାଦ ମଧ୍ୟରେ ସହଯୋଗ ବହୁତ ମାତ୍ରାରେ ବଢ଼ିଯାଇଛି। ରୁହନ୍ତୁ, ଯଦି ଭାରତକୁ ଇସ୍ରାଏଲର ଅତ୍ୟାଧୁନିକ ଡ୍ରୋନ୍ ଆଉ ସର୍ଭିଲାନ୍ସ ଟେକ୍ନୋଲୋଜି ମିଳିଯାଏ, ତେବେ ଏହା ପାକିସ୍ତାନ ପାଇଁ ତ ବହୁତ ବଡ଼ ମୁଣ୍ଡବିନ୍ଧାର କାରଣ ହେବ। ଆମେ ଯଦି କୌଣସି ପକ୍ଷ ନ ନେଇ ନିରପେକ୍ଷ ଭାବରେ ଦେଖିବା, ତେବେ ସୀମାରେ କ୍ଷମତାର ଭାରସାମ୍ୟ ତ ପୁରା ବଦଳିଯିବ। ସମ୍ପୂର୍ଣ୍ଣ ସତ କଥା। ସେଥିପାଇଁ ତ ପାକିସ୍ତାନ ଏବେ ତରବର ହୋଇ ନିଜର ପୁରୁଣା ବନ୍ଧୁ ତୁର୍କୀ ଏବଂ ଆମେରିକା ସହ ସମ୍ପର୍କ ସୁଦୃଢ଼ କରିବାକୁ ଚେଷ୍ଟା ଚଳାଇଛି। ଏହା ଏକ ପ୍ରକାର ଚେସ୍ ଖେଳ ଭଳି ଚାଲିଛି ବିଶ୍ୱସ୍ତରରେ। ଆଉ କେବଳ ସୁରକ୍ଷା ନୁହେଁ, ବାଣିଜ୍ୟରେ ମଧ୍ୟ ବଡ଼ ଧରଣର ଗୋଟିଚାଳନା ଦେଖିବାକୁ ମିଳୁଛି। ବାଣିଜ୍ୟ କଥା ଉଠିଲା ବେଳେ ଆମେରିକାର ସେଇ ଟାରିଫ ନୀତି କଥା ଆସିଯାଉଛି ନା? ହଁ, ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଯୋଗୁଁ ବିଶ୍ୱ ବାଣିଜ୍ୟରେ
ଏବେ ଘୋର ଅସ୍ଥିରତା ଦେଖାଦେଇଛି। ନିକଟରେ ଟ୍ରମ୍ପ ଭାରତୀୟ ସୋଲାର ଉପକରଣ ଉପରେ 126% ଟାରିଫ୍ ଲଗାଇଦେଲେ। 126%? ଏହା ତ ବହୁତ ବେଶୀ। ଆଉ ଏହି ଏକତରଫା ନୀତିକୁ କାଉଣ୍ଟର କରିବା ପାଇଁ ଏବେ ଚୀନ ଏବଂ ୟୁରୋପ ମଧ୍ୟରେ ଏକ ନୂଆ ବନ୍ଧୁତା ଗଢ଼ି ଉଠୁଥିବାର ଖବର ମଧ୍ୟ ଆମେ ଦେଖୁଛୁ। ଏକଦମ ଠିକ୍ ଧରିଛନ୍ତି। ବେଜିଂଠାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଜର୍ମାନୀର ଚାନ୍ସଲର ଫ୍ରିଡରିଚ୍ ମେୟର୍ସଙ୍କ ମଧ୍ୟରେ ଯେଉଁ ବୈଠକ ହେଲା, ତାହା ଏହାର ଏକ ବଡ଼ ପ୍ରମାଣ। ମାନେ ଆମେ କହିପାରିବା ଯେ ୟୁରୋପ ଏବେ ବୁଝିଗଲାଣି ଯେ ସବୁବେଳେ ଆମେରିକା ଉପରେ ନିର୍ଭର କରି ରହିଲେ ଚଳିବ ନାହିଁ, ଆଉ ସେଥିପାଇଁ ସେମାନେ ଚୀନ ସହ ହାତ ମିଳାଉଛନ୍ତି। କିନ୍ତୁ ଏଥିରେ ଭାରତର ସ୍ଥିତି କ'ଣ ହେବ? ବିଶେଷଜ୍ଞମାନଙ୍କ ମତରେ ୟୁରୋପ ନିଜକୁ ଏବେ ଏକ ମିଡିଲ୍ ପାୱାର ବା ମଧ୍ୟମ ଶକ୍ତି ଭାବେ ପ୍ରତିଷ୍ଠା କରିବାକୁ ଚାହୁଁଛି। ସେମାନେ ଆମେରିକା ଆଉ ଚୀନର ଯୁଦ୍ଧରେ ପିସି ହେବାକୁ ଚାହୁଁନାହାନ୍ତି। ସେଥିପାଇଁ ଚୀନ ସହ ମୁକ୍ତ ବାଣିଜ୍ୟ କରି ସେମାନେ ଆମେରିକାକୁ ଏକ ବାର୍ତ୍ତା ଦେଉଛନ୍ତି ଯେ ଆମର ବିକଳ୍ପ ଅଛି। ଏହା ନିଶ୍ଚିତ ଭାବରେ ଭାରତ ପାଇଁ ଏକ କୂଟନୈତିକ ଆହ୍ୱାନ, କାରଣ ଆମେ ଉଭୟ ୟୁରୋପ ଏବଂ ଆମେରିକା ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ। ଏହି ଗ୍ଲୋବାଲ ଟ୍ରେଡ୍ ବା ବିଶ୍ୱ ବାଣିଜ୍ୟ କଥା ପଡ଼ିଛି ଯେତେବେଳେ ବି ମଧ୍ୟପ୍ରାଚ୍ୟରେ ଆଉ ଏକ ଘଟଣା ଉପରେ ନଜର ପକାଇବା। ଆମେରିକାର ଟ୍ରେଜରୀ ବିଭାଗ, ଯାହାକୁ ଓଫାକ୍ କୁହାଯାଏ, ସେ ଇରାନର ଶ୍ୟାଡୋ ଫ୍ଲିଟ୍ ଉପରେ କଡ଼ା କଟକଣା ଲଗାଇଛି। ଏହି ଶ୍ୟାଡୋ ଫ୍ଲିଟ୍ ବା ଲୁଚକାଳି ଖେଳୁଥିବା ଜାହାଜ କଥାଟା କ'ଣ ଟିକେ ସ୍ପଷ୍ଟ କରିବେ? ଶ୍ୟାଡୋ ଫ୍ଲିଟ୍ ମାନେ ହେଉଛି କିଛି ତୈଳ ଜାହାଜ, ଯେପରିକି ଆଟିଲା 1 ଏବଂ ଲୁମା, ଯେଉଁମାନେ ନିଜର ଟ୍ରାକିଂ ସିଷ୍ଟମ ବନ୍ଦ କରିଦିଅନ୍ତି ଆଉ ଲୁଚି ଛପି ଇରାନରୁ ତୈଳ ଏବଂ ଏଲ୍‌ପିଜି ଦକ୍ଷିଣ ଏସିଆକୁ ଚାଲାଣ କରନ୍ତି। ଆମେରିକାର ଅଭିଯୋଗ ହେଉଛି ଏହି ବେଆଇନ ତୈଳ ବିକ୍ରିରୁ ଯେଉଁ କୋଟି କୋଟି ଟଙ୍କା ଆସୁଛି, ଇରାନ ତାକୁ ବାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ ତିଆରି କରିବାରେ ଲଗାଉଛି। ଯାହାକି ବିଶ୍ୱ ଶାନ୍ତି ପାଇଁ ଏକ ବଡ଼ ବିପଦ। ଏବେ ବହୁତ ଲୋକ ଭାବିପାରନ୍ତି ଯେ ଦୂର ମଧ୍ୟପ୍ରାଚ୍ୟରେ ଆମେରିକା ଆଉ ଇରାନ ଭିତରେ ଯାହା ବି ହଉ, ସେମାନଙ୍କର ତେଲ ଜାହାଜ ଧରାପଡ଼ୁ ବା ଖସିଯାଉ, ସେଥିରେ ଆମର କ'ଣ ଯାଏ ଆସେ? ଆମେ ତ ଓଡ଼ିଶାରେ ଶାନ୍ତିରେ ଅଛୁ। ଏହିଠାରେ ହିଁ ସବୁଠାରୁ ବଡ଼ ଭୁଲ ଧାରଣା ରହିଛି। ଆମେ କେହି ବି ଆଦୌ ବିଚ୍ଛିନ୍ନ ହୋଇନାହୁଁ। ଭାବନ୍ତୁ, ଯଦି ଇରାନ ଉପରେ କଟକଣା ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼େ କିମ୍ବା ତୈଳ ପରିବହନ ବାଧାପ୍ରାପ୍ତ ହୁଏ, ତେବେ ତୁରନ୍ତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶ ଛୁଆ ହେବ। ଆଉ ଏହାର ସିଧାସଳଖ ପ୍ରଭାବ ଆମ ପାରାଦୀପ ବନ୍ଦରର ତୈଳ ବିଶୋଧନାଗାର ଉପରେ ପଡ଼ିବ। ସମ୍ପୂର୍ଣ୍ଣ ଠିକ୍। ପେଟ୍ରୋଲ ଆଉ ଡିଜେଲ ଦର ବଢ଼ିବ, ଆଉ ଥରେ ପରିବହନ ଖର୍ଚ୍ଚ ବଢ଼ିଗଲେ ପାଖ ଦୋକାନରେ ମିଳୁଥିବା ଚାଉଳ, ଡାଲି, ପନିପରିବାଠାରୁ ଆରମ୍ଭ କରି ସବୁକିଛି ମହଙ୍ଗା ହୋଇଯିବ। ଅର୍ଥାତ୍ ସମୁଦ୍ର ମଝିରେ ଘଟୁଥିବା ଗୋଟେ ଛୋଟ ଘଟଣା ସିଧା ଆସି ଆମ ରୋଷେଇ ଘରର ବଜେଟ୍ ବିଗାଡ଼ିଦେବ। ସତରେ ପୃଥିବୀଟା ଗୋଟେ ଛୋଟ ଗାଁ ଭଳି ହୋଇଗଲାନି। ଆଚ୍ଛା, ବିଶ୍ୱ ରାଜନୀତି ଆଉ ତେଲ ବେପାରରୁ ବାହାରି ଆସନ୍ତୁ, ଟିକେ ସାଇନ୍ସ ଆଉ ଟେକ୍ନୋଲୋଜି ଆଡ଼କୁ ଯିବା। କାରଣ ଆଜିକାଲି ତେଲଠାରୁ ବି ଅଧିକ ପାୱାରଫୁଲ୍ ହେଇଗଲାଣି ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। ଆମେ ପ୍ରଥମେ ଭାବୁଥିଲେ ଏଆଇ ଖାଲି ସୁନ୍ଦର ଫଟୋ ବନେଇବ କିମ୍ବା ଆମ ପ୍ରଶ୍ନର ଉତ୍ତର ଲେଖିଦେବ, କିନ୍ତୁ ଏବେ ଏହା ସିଧା ମେଡିକାଲ ସାଇନ୍ସରେ ବିପ୍ଳବ ଆଣିଦେଲାଣି। ବହୁତ ବଡ଼ ବିପ୍ଳବ। କସ୍ମସ୍ ହେଲ୍ଥ ନାମକ ଏକ ଗ୍ଲୋବାଲ କମ୍ପାନୀ ଡାକ୍ତର ଡିମିଟ୍ରିୟସ୍ ଇଲିଓପୋଲସ୍କୁ ନିଜ ବୋର୍ଡରେ ସାମିଲ କରିଛି। ହଁ, ସେ ଏଆଇ ମାଧ୍ୟମରେ ଅଲ୍ସରେଟିଭ୍ କୋଲାଇଟିସ୍ ଭଳି ପେଟର ଜଟିଳ ରୋଗ ପାଇଁ ଏକ ନୂଆ ଔଷଧ ବାହାର କରିବାରେ ବଡ଼ ସଫଳତା ପାଇଛନ୍ତି ବୋଲି ରିପୋର୍ଟରେ ଅଛି। ଡାକ୍ତର ଇଲିଓପୋଲସ୍ ହେଉଛନ୍ତି ଜଣେ ଖ୍ୟାତନାମା ବୈଜ୍ଞାନିକ। ତାଙ୍କର ଏଆଇ ପ୍ଲାଟଫର୍ମ ATH063 ନାମକ ଏକ ସ୍ମଲ୍ ମଲିକ୍ୟୁଲ୍ ଆବିଷ୍କାର କରିଛି, ଯାହାକି ବର୍ତ୍ତମାନ ଫେଜ୍ 2 କ୍ଲିନିକାଲ୍ ଟ୍ରାଏଲ୍ରେ ଅଛି ଏବଂ ରୋଗୀଙ୍କ ଉପରେ ପରୀକ୍ଷା କରାଯାଉଛି। ଏହି ସ୍ମଲ୍ ମଲିକ୍ୟୁଲ୍ ବା ଛୋଟ ଅଣୁ କ'ଣ? ଏହାକୁ କେମିତି ସହଜରେ ବୁଝିବା? ମେଡିକାଲ ସାଇନ୍ସରେ କିଛି ଔଷଧ ଥାଏ ଯାହା ବହୁତ ଜଟିଳ ଏବଂ ବଡ଼ ହୋଇଥାଏ। ଯେମିତିକି ଇନ୍ସୁଲିନ୍। ତାକୁ ଆମେ ବଟିକା ଆକାରରେ ଖାଇପାରିବା ନାହିଁ, ଇଞ୍ଜେକ୍ସନ୍ ନେବାକୁ ପଡ଼ିବ। କିନ୍ତୁ ସ୍ମଲ୍ ମଲିକ୍ୟୁଲ୍ ହେଉଛି ଏତେ ଛୋଟ ଯେ ତାକୁ ସାଧାରଣ ବଟିକା ବା କ୍ୟାପସୁଲ୍ ଆକାରରେ ଖାଇହେବ, ଆଉ ତାହା ସିଧା ଶରୀରର କୋଷ ଭିତରେ ପଶି ରୋଗକୁ ମୂଳରୁ ନଷ୍ଟ କରିଦେବ। ଏହା ତ ଏକ ବହୁତ ବଡ଼ ଆବିଷ୍କାର। ହଁ, ଡକ୍ଟର ଇଲିଓପୋଲୋସ୍ ପୂର୍ବରୁ ହାର୍ଭାର୍ଡ ଏବଂ UCLA ଭଳି ବଡ଼ ବଡ଼ ଅନୁଷ୍ଠାନରେ କାମ କରି ପ୍ରମାଣିତ କରିଥିଲେ ଯେ ଡାଇବେଟିସ୍ ପାଇଁ ବ୍ୟବହାର ହେଉଥିବା ସାଧାରଣ ଔଷଧ ମେଟଫର୍ମିନ୍କୁ ମଧ୍ୟ କ୍ୟାନ୍ସର ଚିକିତ୍ସା ପାଇଁ କାମରେ ଲଗାଯାଇପାରିବ। ଯେଉଁ ନୂଆ ଔଷଧ ବାହାର କରିବାକୁ ବୈଜ୍ଞାନିକମାନଙ୍କୁ 10ରୁ 15 ବର୍ଷ ଲାଗୁଥିଲା, ଏବେ ଏଆଇ ମେସିନ୍ ତାକୁ କିଛି ମାସ ଭିତରେ ଖୋଜି ବାହାର କରିଦେଉଛି। ଏହା ସତରେ ମ୍ୟାଜିକ୍ ଭଳି ଲାଗୁଛି। ଆଉ କେବଳ କସ୍ମସ୍ ନୁହେଁ, ବ୍ରିଜବାୟୋ ନାମକ ଅନ୍ୟ ଏକ କମ୍ପାନୀ
टाइप 1 डायबिटीज पाई सठिक जेनेटिक औषध तैयारी करबाकू $60 न्यूटन विराट पांठी संग्रह करिछि। आउ एक आश्चर्यजनक खबर हैला एमबीएफ थेराप्यूटिक्स विषय रे। सेमाने निजर टीका डाटा को अन्य कंपनी को बिक्री करूछंती, माने औषध बिक्री करिबा बदल रे सेमाने एबे केवल डाटा बिक्री करूछंती। ଏହା ହିଁ ତ ଆଜିର ମାର୍କେଟ। ବର୍ତ୍ତମାନ ଫାର୍ମା କମ୍ପାନୀମାନଙ୍କ ପାଇଁ କେବଳ ଔଷଧ ନୁହେଁ, ବରଂ ରୋଗୀଙ୍କର ଜୈବିକ ଡାଟା ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ପାଲଟି ଯାଇଛି। ଯାହା ପାଖରେ ଯେତେ ଡାଟା ଅଛି, ତାର ଏଆଇ ମଡେଲ ସେତେ ଶୀଘ୍ର ନୂଆ ରୋଗର ଚିକିତ୍ସା ବାହାର କରିପାରିବ। डाटा ही सब किछि। आउ एही डाटा परिवेश आउ परिस्थिति खेल पड़ियारे भी केमती खेल बदलाउछि, आसंतु से विषय देखिबा। मेडिकल लैब्रु सीधा क्रिकेट स्टेडियम T20 विश्वकप 2026 रो महासमर एबे पूरा रोमांचकर स्थिति रे अछि। ଆଜି ଅର୍ଥାତ୍ ଫେବୃଆରୀ 26 ତାରିଖ ସନ୍ଧ୍ୟାରେ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଭାରତ ଏବଂ ଜିମ୍ବାବୁଏ ମଧ୍ୟରେ କରବା ମର ସ୍ଥିତିରେ ମ୍ୟାଚ୍ ଖେଳାଯିବ। दक्षिण आफ्रिका ठारू दत मैच रे आमे जेमिते विपुल व्यवधान रे हारिले आमर नेट रन रेट पूरा खसी जाई -3.800 रे पहुंचिछि। सेमीफाइनल को जीवाकू हेले भारत को एही मैच केवल जितिले चलिबनी, बहुत बड़ व्यवधान रे जितिबाकू पड़िबो। କିନ୍ତୁ ସବୁଠୁ ବଡ଼ ଚିନ୍ତା ହେଉଛି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ମାନଙ୍କର ଖରାପ ଫର୍ମ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏହା ଏକ ବଡ଼ ମୁଣ୍ଡବିନ୍ଧା ପାଲଟିଛି। अभिषेक शर्मांकर जो पेट खराब जनित संक्रमण होइथिला सेथिरु उठिबा परे से आउ निजर स्वाभाविक आक्रमणात्मक खेल खेली पारु नाहांती। तांको सह ईशान किशन मध्य संपूर्ण ऑफ कलर लागुछंती। ଖେଳାଳିଙ୍କ ଫର୍ମ ଛଡ଼ା ଆଉ ଏକ ବଡ଼ ଫ୍ୟାକ୍ଟର ଆଜି ମ୍ୟାଚ୍ ନିର୍ଣ୍ଣୟ କରିବ, ତାହା ହେଉଛି ଚେନ୍ନାଇର କାକର ବା ଯାହାକୁ ଆମେ ଡ୍ୟୁ ଫ୍ୟାକ୍ଟର କହୁଛୁ। एई जो ड्यू फैक्टर कथाटा कमेंट्री रे सबुबाले शुणे ताकू आमे सहजरे बुझी परिबा। रातिरे पड़ियारे काकर पड़िबा द्वारा घास पूरा ओदा होई जाए, आउ जेतेबेले बॉल सेही ओदा घासरे बाड़ेई होइबा गड़ी गड़ी आसे, बॉलटी साबुन लगाइला भली पूरा खसड़ा होई जाए। आमर बोलिंग मुख्यतः स्पिनरंक उपरे निर्भरशील। ଏବେ ଭାବନ୍ତୁ ସ୍ପିନର ଜଣକ ଓଦା ଆଉ ଖସଡ଼ା ବଲ୍କୁ ହାତରେ ଠିକ୍ ସେ ଗ୍ରିପ୍ କରି ଘୁରାଇ ପାରିବେ କି? ବିଲକୁଲ ନୁହେଁ। ତେଣୁ ଯିଏ ପରେ ବୋଲିଂ କରିବ ତାର ଅବସ୍ଥା ଖରାପ ହେବା ଥ୍ୟ। ସେଥିପାଇଁ ଟସ୍ ଜିତିବା ଆଉ ପରିବେଶ ସହ ନିଜ ବୈଶ୍ୱିକ ଦକ୍ଷତାକୁ ଖାପ ଖୁଆଇବା ହିଁ ଆଜି ବିଜୟର ଚାବିକାଠି ହେବ। ଖେଳପଡ଼ିଆର ଦକ୍ଷତାରୁ ଯଦି ଆମେ ଆମର ପାରମ୍ପରିକ କଳାକାରଙ୍କ ଦକ୍ଷତା ଆଡ଼କୁ ନଜର ପକାଇବା, ତେବେ ସେଠାରେ ଏଆଇ କିମ୍ବା କୌଣସି ଆଧୁନିକ ମେସିନ୍ ବିନା ଆମ ଓଡ଼ିଶାର କାରିଗରମାନେ ବିଶ୍ୱସ୍ତରରେ ଚମତ୍କାର କରି ଦେଖାଇଛନ୍ତି। ଏମିତି ଏକ ଖବର ଯାହା ଶୁଣିଲେ ସମସ୍ତଙ୍କର ଛାତି ଗର୍ବରେ କୁଣ୍ଢେମୁଠ ହୋଇଯିବ। ନିଶ୍ଚିତ ଭାବରେ ଭୁବନେଶ୍ୱରରେ ଏକ ବିଶାଳ ଟେରାକୋଟା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଠି ଆମ ଓଡ଼ିଶାର ମାଟି କାରିଗରମାନେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ବରଗଡ଼ ଜିଲ୍ଲାର ସେବକ ରଣାଙ୍କୁ ଦେଖିଲେ ଲାଗିବ ଯେମିତି ତାଙ୍କ ହାତରେ କିଛି ଯାଦୁ ଅଛି। ସେ ମାତ୍ର ଗୋଟିଏ ଘଣ୍ଟା ଭିତରେ ଚକ ଗଡ଼ାଇ 310ଟି ମାଟି ଗ୍ଲାସ୍ ତିଆରି କରିଦେଲେ। ଆମେରିକୀୟ ନାଗରିକ ମାଇକେଲ ୱେବରଙ୍କ ନାଁରେ ପୂର୍ବରୁ ଯେଉଁ ରେକର୍ଡ ଥିଲା, ମାନେ 212ଟି ଗ୍ଲାସ୍ର, ତାକୁ ସେବକ ରଣା ବହୁ ପଛରେ ପକାଇ ଦେଇଛନ୍ତି। ଆଉ କେବଳ ସେବକ ନୁହନ୍ତି, ନୟାଗଡ଼ର ମାଧବ ମୁଦୁଲି ଓ ବଲାଙ୍ଗୀରର ଥାନସୁନ୍ଦର ରଣା ମଧ୍ୟ ଅତି ଦ୍ରୁତ ଗତିରେ ମାଟିର କଳାକୃତି ତିଆରି କରି ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଘଟଣାଟି ଆମକୁ ବହୁତ କିଛି ଭାବିବାକୁ ବାଧ୍ୟ କରୁଛି। କାରଣ ଆଜିର ପୂରା ଆଲୋଚନାରେ ଆମେ ଯାହା ଦେଖିଲେ, ଗୋଟିଏ ପଟେ ବଡ଼ ବଡ଼ ଦେଶ ଭିତରେ କୂଟନୈତିକ ଖେଳ ଚାଲିଛି, କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ନିଜର ଆଲଗୋରିଦମ୍ ବ୍ୟବହାର କରି ମଣିଷ ଶରୀର ଭିତରେ ଥିବା ରୋଗ ଚିହ୍ନଟ କରୁଛି। ଟେକ୍ନୋଲୋଜି ଆମକୁ ଏମିତି ଏକ ଭବିଷ୍ୟତ ଆଡ଼କୁ ଟାଣି ନେଉଛି ଯେଉଁଠି ମଣିଷର ହାତ କାମର ଆବଶ୍ୟକତା କମି କମି ଯାଉଛି ବୋଲି ଆମେ ଭାବୁଛୁ। କିନ୍ତୁ ଅନ୍ୟପଟେ ସେହି ମାଟି, ସେହି ଚକ ଆଉ କେବଳ ନିଜ ହାତର ଆଙ୍ଗୁଠି ବ୍ୟବହାର କରି ଆମର ପାରମ୍ପରିକ କାରିଗରମାନେ ସେକେଣ୍ଡ ମାପକେ ଯେଉଁ ଇନ୍ଦ୍ରଜାଲ ଦେଖାଉଛନ୍ତି, ତାହା ପ୍ରମାଣ କରୁଛି ଯେ ଯନ୍ତ୍ର ଯେତେ ଉନ୍ନତ ହେଲେ ମଧ୍ୟ ମାନବୀୟ କୌଶଳ ଆଉ ନିପୁଣତାର କୌଣସି ବିକଳ୍ପ ନାହିଁ। ଏହି ହାତଗଢ଼ା କଳା ହିଁ ଆମର ପ୍ରକୃତ ସମ୍ପତ୍ତି। ବହୁତ ସୁନ୍ଦର କଥାଟିଏ କହିଲେ। କଳା ଏବଂ ବିଜ୍ଞାନର ଅଦ୍ଭୁତ ସମନ୍ୱୟ। ଏହି ଗଭୀର ଆଲୋଚନା ଶେଷ କରିବା ପୂର୍ବରୁ ଗୋଟିଏ ବିଶେଷ ଚିନ୍ତା କରିବାର ବିଷୟ ଆମେ ଛାଡ଼ି ଯାଉଛୁ। ଆମେ ଦେଖିଲେ ଯେ ଆମେ ମଣିଷ ଏଆଇ ବ୍ୟବହାର କରି
ଅତି ଜଟିଳ ରୋଗର ସଠିକ୍ ଔଷଧ ମାସକ ଭିତରେ ବାହାର କରିବାକୁ ସକ୍ଷମ ହେଉଛୁ। ଆମେ ମହାକାଶ ଏବଂ ଚନ୍ଦ୍ରପୃଷ୍ଠରେ ଯାନ ପଠାଇବାରେ ସଫଳତା ପାଉଛେ, କିନ୍ତୁ ଆମର ନିଜ ସହର ଭିତରେ ଗୋଟିଏ ସାଧାରଣ ବିଜ୍ଞାପନ ବୋର୍ଡ ବା ହୋର୍ଡିଂ ତିଆରି କରିବା ବେଳେ ବେସିକ୍ ଇଞ୍ଜିନିୟରିଂ ଆଉ ସୁରକ୍ଷା ନିୟମକୁ ଅଣଦେଖା କରୁଛେ। ଆଉ ସେହି ସାମାନ୍ୟ ତ୍ରୁଟି ଯୋଗୁଁ ରାସ୍ତାରେ ଯାଉଥିବା ନିରୀହ ଲୋକଙ୍କର ମୂଲ୍ୟବାନ ଜୀବନ ଚାଲିଯାଉଛି। ବୈଷୟିକ ଜ୍ଞାନ ଓ ଅର୍ଥନୀତି ଯେତେ ଆଗକୁ ଗଲେ ମଧ୍ୟ ସାଧାରଣ ମଣିଷର ନିରାପତ୍ତା ଓ ମାନବିକ ମୂଲ୍ୟବୋଧ ବିନା ପ୍ରକୃତ ବିକାଶ କ'ଣ କେବେ ସମ୍ଭବ କି? ଭିତ୍ତିଭୂମିର ସୁରକ୍ଷାକୁ ନେଇ ଆମର ଏହି ଖାମଖିଆଲି ମନୋଭାବ ଆମ ସମାଜର କେଉଁ ରୂପକୁ ସୂଚାଉଛି, ଏହା ଉପରେ ଟିକେ ଚିନ୍ତା କରନ୍ତୁ। ଆଜିର ଏହି ଗଭୀର ଏବଂ ସାମଗ୍ରିକ ବିଶ୍ଳେଷଣରେ ଆମ ସହ ଯୋଡ଼ି ହୋଇ ରହିଥିବାରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ପୁଣି ଦେଖାହେବ ଏମିତି କିଛି ରୋଚକ ତଥ୍ୟ ଓ ନୂଆ ଦୃଷ୍ଟିକୋଣ ସହିତ। ନମସ୍କାର।